ପୂଜାର ଆୟୋଜନ ପାଇଁ ଶାମ ସାହୁ କ'ଣ କ'ଣ ଜିନିଷ ଆଣିଥିଲା? ବିଶେଷରେ ସେ କେଉଁ ଶାଢ଼ୀ ଆଣିଥିଲା? ଉତ୍ତର, ପୂଜାର ଆୟୋଜନ କରିବା ପାଇଁ ମହନ୍ତଙ୍କ ଠାରୁ ଅନୁମତି ପାଇବା ପରେ ଶାମ ସାହୁ ଖୁବ୍ ଆନନ୍ଦର ସହ ପୂଜାର ଆୟୋଜନ ଆରମ୍ଭ କରିଥିଲା। ପୁରା ଗାଁରେ ସେ ଦୁଇ ଭାଇ ବଡ଼ ଟାଣୁଆ ମହାଜନ ଥିବାରୁ ଶାମ ସାହୁ ନିଜର ଇଜ୍ଜତ ଦୃଷ୍ଟିରୁ ଭଲ କରି ପୂଜାର ଆୟୋଜନ ପାଇଁ ଘିଅ 5 ପା ଜାଗାରେ 5 ସେର, ଆଉ ସବୁ ଜିନିଷ ସେହି ପରିମାଣରେ। ଏହା ବ୍ୟତୀତ ସମସ୍ତେ ଖଣ୍ଡେ ଖଣ୍ଡେ ସୂତା ଶାଢ଼ୀ ଆହୁତି ଦିଅନ୍ତି। କିନ୍ତୁ ଶାମ ସାହୁ କୁମ୍ଭକର୍ଣ୍ଣୀ କିନାରୀ ଜରି ମୁହୁଣ୍ଡା ଖଣ୍ଡେ ବରହମପୁରୀ ପାଟ ଶାଢ଼ୀ ଆହୁତି ଦେବା ଲାଗି ନେଇଥିଲା। ଏହିପରି ସବୁ ସେ ଆଣିଥିଲା। କ୍ୱେଶ୍ଚିନ୍ ନମ୍ବର 42। ରାମ ସାହୁ ଓ ଶାମ ସାହୁଙ୍କ ପରିଚୟ ତାଙ୍କ ଗାଁରେ କ'ଣ ଥିଲା? ନିଜ ଗାଁରେ ଥିବା ଲୋକମାନଙ୍କ ମାଧ୍ୟମରେ ରାମ ସାହୁ ଓ ଶାମ ସାହୁ ଦୁଇ ଭାଇ ଥିଲାବାଲା। ପୂର୍ବପୁରୁଷଙ୍କ ଠାରୁ ପାଇଥିବା ସମ୍ପତ୍ତି ତାଙ୍କର ଢେର ଥିଲା। ସେଥିପାଇଁ ସେମାନଙ୍କର ପରିଚୟ ଥିଲା ବଡ଼ ଟାଣୁଆ ମହାଜନ। କ୍ୱେଶ୍ଚିନ୍ ନମ୍ବର 43। ଶାମ ସାହୁକୁ ଅଗ୍ନିଦେବତା କି ବର ଦେବେ ସେ କଥା ଶୁଣିବା ପାଇଁ କେଉଁଠୁ ପ୍ରାୟ କେତେ ଲୋକ ମନ୍ଦିର ବେଢ଼ାକୁ ଆସିଥିଲେ? ଆନ୍ସର, ଶାମ ସାହୁ ଅଗ୍ନି ପୂଜାର ଆୟୋଜନ ଖୁବ୍ ଧୁମ୍ଧାମରେ କରୁଥିବା କଥା ଆଖପାଖ 5 ଖଣ୍ଡ ଗାଁରେ ପ୍ରଚାର ହୋଇଯାଇଥିଲା। ପ୍ରଥମତଃ ଚିଲମର ନିଆଁ କଥା କହିବା କଥା ଓ ଦ୍ୱିତୀୟତଃ ଶାମ ସାହୁ ପରି ମହାଜନର ଏତେ ବଡ଼ ଧରଣର ଅଗ୍ନି ପୂଜାର ଆୟୋଜନ ଲୋକଙ୍କ ମନରେ ସ୍ୱତଃପ୍ରବୃତ୍ତ ଏକ ପ୍ରକାର କୌତୂହଳ ସୃଷ୍ଟି କରିଥିଲା। ସେଥିପାଇଁ ଶାମ ସାହୁକୁ ଅଗ୍ନିଦେବତା କି ବର ଦେବେ ସେ କଥା ଶୁଣିବା ପାଇଁ ପାଖ ଆଖ ଅଞ୍ଚଳର 5 ଖଣ୍ଡ ଗାଁରୁ ପାଖାପାଖି 500 ଲୋକ ଆସି ମନ୍ଦିର ବେଢ଼ାରେ ଜମା ହୋଇଥିଲେ। କ୍ୱେଶ୍ଚିନ୍ ନମ୍ବର 44। ମନ୍ଦିର ବେଢ଼ା ପାଚେରୀକୁ ଲାଗି ଯେଉଁ ଧାଡ଼ିଏ ଘର ଥିଲା ସେଗୁଡ଼ିକରେ କେଉଁ କାର୍ଯ୍ୟ କରାଯାଉଥିଲା? ମନ୍ଦିର ବେଢ଼ା ପାଚେରୀକୁ ଲାଗି ଯେଉଁ ଧାଡ଼ିଏ ଘର ଥିଲା ସେଥିମଧ୍ୟରୁ ଗୋଟାଏ ଘରେ ମେଳା ମହୋତ୍ସବରେ ପିଠା ଖଜା ତିଆରି ହେଉଥିଲା। ତା ପାଖକୁ ଲାଗିଥିଲା ସର ଘର। ସେଠି ପିଠା ତିଆରି ଘରେ ଧୂନି ଥାପନା ହେଉଥିଲା। କ୍ୱେଶ୍ଚିନ୍ 45। ରାତି ଅନ୍ଦାଜ 6 ଘଡ଼ି ସମୟରେ ମହନ୍ତ ମହାରାଜ କେଉଁଠୁ ବାହାରିଲେ? ସେଥିରେ ତାଙ୍କ ମନରେ ଖୁବ୍ ଆନନ୍ଦ ଥିଲା କାହିଁକି? ଆନ୍ସର, ଅଗ୍ନିପୂଜା ଚାଲିଥିବା ବେଳେ ରାତି ଅନ୍ଦାଜ 6 ଘଡ଼ି ସମୟରେ ମହନ୍ତ ମହାରାଜ ମନ୍ଦିର ପାଖ ଗମ୍ଭୀରରୁ ବାହାରିଥିଲେ। ତା ପୂର୍ବରୁ ସେଦିନ ତୋଳାଏ ଅଫିମ ଉପରେ ସଞ୍ଜବେଳେ ଆହୁରି ତୋଳାଏ ଅଫିମ ପକାଇ ଦେଇଥିଲେ। ଗଞ୍ଜେଇ ବି ଭଲ କରି ଭିଡ଼ି ଦେଇଥିଲେ। ଅତିମାତ୍ରାରେ ନିଶାଦ୍ରବ୍ୟ ସେବନ କରୁଥିବାର ଏବଂ ସେଦିନ ଖୁବ୍ ଅଧିକ ଟଙ୍କା ରୋଜଗାର ହେଉଥିବାରୁ ମହନ୍ତ ମହାରାଜଙ୍କ ମନ ସେଦିନ ପବନରେ ଉଡ଼ୁଥିଲା। ସେ ଖୁବ୍ ଆନନ୍ଦରେ ଥିବାର ଦେଖାଯାଉଥିଲେ। 46। ମନ୍ଦିର ଗମ୍ଭୀରି ଭିତରୁ ବାହାରିଲା ବେଳେ ଧୂଳିଆ ବାବାଙ୍କୁ କେତେଜଣ ଚେଲା କାହିଁକି ଧରାଧରି କରି ଆଣୁଥିଲେ? ଆନ୍ସର, ସେଦିନ ମନ୍ଦିରରେ ଥିବା ଅଧିକ ଟଙ୍କା ରୋଜଗାର ହୋଇଥିବାରୁ ଧୂଳିଆ ବାବାଙ୍କ ମନ ଭାରି ଖୁସି ଥିଲା। ସେହି ଖୁସିରେ ସେ ତୋଳାଏ ଅଫିମ ଖାଇଥିଲେ ମଧ୍ୟ ସଞ୍ଜବେଳେ ଆଉ ତୋଳାଏ ଅଫିମ ଖାଇଥିଲେ। ତା ଉପରେ ପୁଣି ସବୁଦିନ ଅପେକ୍ଷା ସେଦିନ ବେଶୀ କରି ଗଞ୍ଜେଇ ଟାଣି ଦେଇଥିଲେ। ଅତ୍ୟଧିକ ନିଶାଦ୍ରବ୍ୟ ସେବନ କରି ଦେଇଥିବାରୁ ସେ ଚାଲିଲା ବେଳେ ନିଜର ଭାରସାମ୍ୟ ରକ୍ଷା କରିପାରୁ ନଥିଲେ। ସେଥିପାଇଁ 4 ଜଣ ଚେଲା ତାଙ୍କୁ ଧରାଧରି କରି ଆଣୁଥିଲେ। 47। ଧୂନି ପୂଜା ଚାଲିଥିଲା ବେଳେ ଶାମ ସାହୁ ବେକରେ କ'ଣ ପକାଇ କେଉଁଠି ଛିଡ଼ା ହୋଇ କ'ଣ କରୁଥିଲା? ସ୍କୁଲ ପିଲାଟିର ପରୀକ୍ଷା ଫଳ ବାହାରିବା ବେଳେ ଯେପରି ପିଲାଟିର ମନରେ ଅନେକ ଆଶା ଓ ଆଶଙ୍କା ଦେଖାଯାଇଥାଏ ଠିକ୍ ସେପରି ଶାମ ସାହୁ ପୂଜା ଆୟୋଜନ କରିଦେଇଥିଲେ ସିନା କିନ୍ତୁ ଅଗ୍ନିଦେବତା ତାଙ୍କ ପାଇଁ କ'ଣ ହୁକୁମ ଦେବେ ସେହି ବିଷୟରେ ଭାବି ଭାବି ଶାମ ସାହୁ ମନ ଭାରି ବ୍ୟସ୍ତ ହେଉଥିଲା। ସେଥିପାଇଁ ଧୂନି ପୂଜା ଚାଲିଥିଲା ବେଳେ ବେକରେ ପଟକା ଅର୍ଥାତ୍ କଟି ବସ୍ତ୍ର ପକାଇ ହାତ ଯୋଡ଼ି ଧୂନି ଘର ଦୁଆର ବନ୍ଧ ପାଖରେ ଛିଡ଼ା ହୋଇ ଧୂନି ମହାପ୍ରଭୁଙ୍କୁ ଅନେଇ ପ୍ରାର୍ଥନା କରୁଥିଲା। 48। କ୍ୱେଶ୍ଚିନ୍ ନମ୍ବର 48। ମହନ୍ତ ଶାମ ସାହୁ ପାଇଁ ଅଗ୍ନିଦେବତାକୁ କ'ଣ କହିଥିଲେ? ଆନ୍ସର, ସେଦିନର ଧୂନି ପୂଜା ଖାସ୍ କରି ଶାମ ସାହୁ ଦ୍ୱାରା ଆୟୋଜନ ହୋଇଥିଲା।
ସେଥିପାଇଁ ମହନ୍ତ ମହାରାଜଙ୍କ ମନରେ ଶାମ ସାହୁ ପାଇଁ ଅଧିକ ଦରଦ ଥିଲା। ଶାମ ସାହୁର ତା'ର ଭାଇ ରାମ ସାହୁ ସହିତ ମକଦ୍ଦମା ଚାଲିଥିଲା। ଏସବୁ କାରଣରୁ ଶାମ ସାହୁ ଟିକେ ଖୁସ୍ କରିବା ପାଇଁ ମହନ୍ତ ଶାମ ସାହୁଙ୍କ ପାଇଁ ଅଗ୍ନିଦେବତାଙ୍କ ଆଗରେ ଆଖି ବୁଜି ଖୁବ୍ ଜୋରରେ ପାଟି କରି ପ୍ରାର୍ଥନା କଲେ, ଧୁନିଜୀ, ଶାମା ବେଟାକୁ ବର ଦିଅ, ବର ଦିଅ, ବର ଦିଅ, ତା ମାମଲା ଫତେ ହଉ। 49 ଧୂଳିଆ ବାବା ହାତରେ କେତେ ଓଜନରେ ଲୁହା ଚିମୁଡ଼ା ଧରିଥିଲେ। ସେ ତାକୁ ଧରି କାହିଁ ଖୁବ୍ ଜୋରରେ ପାହାରେ ବାଡ଼େଇ ଦେଇଥିଲେ। ଧୂନି ଦେବତା ବର ଦେଉଛନ୍ତି ବୋଲି କହି ଲୋକଙ୍କୁ ଠକିବା ପାଇଁ ମହନ୍ତ ସରଘର ଭିତରୁ ଧୂନି ଘର ମଝିଯାଏ ଜଣେ ମଣିଷ ଚାଲିଯିବା ଭଳି ଗୋଟାଏ ସୁଡ଼ଙ୍ଗ ଖୋଳା ହୋଇଥିଲା। ଧୂନି ତଳେ 2.5 ହାତ ଲମ୍ବ, 2.5 ହାତ ଚଉଡ଼ା ଆଉ 2.5 ହାତ ଗହୀରର ଗୋଟିଏ ଗାତ ହୋଇଥିଲା। ତା ଉପରେ ଚାଖଣ୍ଡେ ମୋଟାର ମାଟି ଦିଆଯାଇଥିଲା। ମାଟି ଉପରେ ଧୂନି ଜଳେ ଆଉ ତା ତଳେ ଗୋଟିଏ ଲୋକ ଥାଇ ଗମ୍ଭୀର ସ୍ୱରରେ ଭିତରକୁ ଜବାବ ଦିଏ। ସେଦିନ ମହନ୍ତ ଶାମ ସାହୁ ପାଇଁ ବର ମାଗିଲା ବେଳକୁ ଭିତରୁ କିଛି ଜବାବ ଆସି ନଥିଲା। ଏଥିରେ ମହନ୍ତ ଖୁବ୍ ଜାଗି ଯାଇଥିଲେ। ନିଶା ଜୋର ଥିବାରୁ ଜ୍ଞାନଶୂନ୍ୟ ହୋଇ କାଳସ୍ଥାନ ପାତ୍ର ଭୁଲିଯାଇ ମହନ୍ତ ହାତରେ ଧରିଥିବା 10 ସେରିଆ ଲୁହା ଚିମୁଟାକୁ ସେଇ ଧୂନି ଜଳୁଥିବା ଜାଗାକୁ ଖୁବ୍ ଜୋରରେ ପାହାରେ ବାଡ଼େଇ ଦେଇଥିଲା। 10 ସେରିଆ ଲୁହା ଚିମୁଟାକୁ ସେଇ ଧୂନି ଜଳୁଥିବା ଜାଗାକୁ ଖୁବ୍ ଜୋରରେ ପାହାରେ ବାଡ଼େଇ ଦେଇଥିଲେ। ପ୍ରଶ୍ନ ନମ୍ବର 50 ମହନ୍ତ ମହାରାଜ ଲୁହା ଚିମୁଟାରେ ପାହାରେ ବାଡ଼େଇ ଦେବା ପରେ ଶାମ ସାହୁ ସେଠି କ'ଣ ଦେଖିଲା? ମହନ୍ତ ମହାରାଜ ଲୁହା ଚିମୁଟାରେ ପାହାରେ ବାଡ଼େଇ ଦେବାରୁ ଭୁସ୍ କରି ଗୋଟାଏ ବଡ଼ ଶବ୍ଦ ହୋଇଥିଲା। ଶାମ ସାହୁ ଚମକି ପଡ଼ି ଅନାଇ ଦେଖିଲା, ଘର ଭିତରେ ଛାତିଏ ଗହୀର ଗୋଟାଏ ଗାତ ଅଧାଅଧି ପୂରି ନିଆଁ ଜଳୁଛି। ତା ଭିତରୁ 2 ଜଣ ଲୋକ ଧରାପରା ହୋଇ ଡେଉଁଛନ୍ତି।